ସବୁଜ ଘେରରେ ଗୋଟିଏ ଗାଁଟିଏ ଥିଲା। ସେ ଗାଁର ନାମ ଥିଲା ମଙ୍ଗଳପୁର। ସେହି ଗାଁରେ 5 ଭଉଣୀ ତାଙ୍କ ସାବଟ ମା ସହ ରହୁଥିଲେ। ସେମାନେ ଦେଖିବାକୁ ବହୁତ ସୁନ୍ଦର ଥିଲେ। ସେମାନେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ମନ ବି ସେତେ କୋମଳ। ସେମାନେ ପିଲାଦିନୁ ହିଁ ସେମାନଙ୍କ ମାଙ୍କୁ ହରାଇ ବସିଥିଲେ। ଆଉ କିଛି ଦିନ ତଳେ ସେମାନେ ସେମାନଙ୍କ ବାପାଙ୍କୁ ମଧ୍ୟ ହରାଇ ବସିଲେ। ଆଉ ସେମାନେ ସେମାନଙ୍କ ସାବତ ମା ସହ ଗାଁରେ ରହୁଥିଲେ। ତାଙ୍କ ସାବତ ମା ମଞ୍ଜୁଲତା। ସେ ବହୁତ ରାଗୀ ଓ ଦୁଷ୍ଟ ସ୍ୱଭାବର ଥିଲେ। ସେ ବହୁତ କଷ୍ଟ ଦେଉଥିଲା ସେମାନଙ୍କୁ। ସେମାନେ ବହୁ କଷ୍ଟରେ ହିଁ ଛୋଟରୁ ବଡ଼ ହେଇଥିଲେ। ସାବତ ମା ସବୁବେଳେ ସେମାନଙ୍କୁ ଦାଉ ସାଧୁଥିଲା। ତାଙ୍କୁ ଟିକେ ବି ପସନ୍ଦ ନଥିଲା ତାଙ୍କ 5 ଝିଅକୁ। ସ୍ୱାମୀଙ୍କ ଦେହାନ୍ତ ପରେ ମଧ୍ୟ ସେ ନିଜର ରୂପ ଯୌବନକୁ ସଜେଇକି ରଖୁଥିଲେ। ନିଜକୁ ନିଜେ ସେହି ଏକା ସମସ୍ତଙ୍କଠାରୁ ସୁନ୍ଦର ବୋଲି ଭାବୁଥିଲେ। ସେ ଘରର କୌଣସି କାମ କରୁନଥିଲେ। ସମସ୍ତ ଝିଅଙ୍କୁ ଚାକର ଭଳି ଖଟାଉଥିଲେ। ଆଉ ଟିକେ କଥାରେ ରାଗି ଯାଉଥିଲେ। ରୋଜି, ଲିଜା, ସୁନି, କାବେରୀ ଆଉ ସାନ ଝିଅ ପୂଜା ସାବତ ମାଙ୍କର ଏହିପରି ଅତ୍ୟାଚାର ସହି ନ ପାରି ସେମାନେ ଘର ଛାଡ଼ି ଚାଲିଯିବା ପାଇଁ ନିଷ୍ପତ୍ତି ନେଲେ। ଦିଦି, ଆମେ ଏବେ କ'ଣ କରିବା? ଆମ ମା ଚାଲିଯିବା ଦିନଠାରୁ ସାବତ ମାଙ୍କୁ ଆମ ନିଜ ମା ଭଳି ଭଲ ପାଇ ଆସୁଛନ୍ତି। କିନ୍ତୁ ସେ ଆମକୁ ନିଜର ସନ୍ତାନ ପରି ଭାବୁନାହାନ୍ତି। ସବୁବେଳେ ଖାଲି କଥାରେ ରାଗୁଛନ୍ତି। ଆମେମାନେ କେଉଁ ଜନ୍ମରେ କି ପାପ କରିଥିଲେ? ଏଇ ଜନ୍ମରେ ଆମେ ସମସ୍ତେ ଆମ ମା ବାପାଙ୍କୁ ହରାଇ ବସିଲେ। ଏହିପରି ଭାବରେ ସମସ୍ତ 5 ଭଉଣୀ ମନ ଦୁଃଖ କରି ସାବତ ମାଙ୍କୁ ଘରେ ଛାଡ଼ି ଦେଇ ସେମାନେ ଜଙ୍ଗଲକୁ ଚାଲିଗଲେ। ଏମିତି 5 ଭଉଣୀ କିଛି ଦୂର ଚାଲିବା ପରେ ସେମାନେ ସେଠି ଗୋଟେ ଘର ଦେଖିଲେ। ଘରର କବାଟ ଖୋଲା ଥିଲା। ଆଉ ଘର ବାହାରେ ବହୁତ ସାରା ଗଛରୁ ପତ୍ର ପଡ଼ି ଅସନା ହୋଇକି ଥିଲା। ଆମେ ଆଉ କ'ଣ କରିବା? ଏତେ ଦୂର ଆସିଲେନି। କୋଉଠି ବି ଆଖପାଖ ଗାଁ କି ଲୋକ କିଏ ବି ଦିଶୁନାହାନ୍ତି। ସେମିତିରେ ତ ଏଠି ଗୋଟେ ପୁରୁଣା ଘର ଅଛି। ଆମେ ସମସ୍ତେ ମିଶି ଏହି ଘରକୁ ସଫା କରି ରହିବା। ହଉ, ଠିକ ଅଛି ଅପା, ଚାଲ। ପୁଣି ଆମକୁ ଖାଦ୍ୟ ପାଇଁ ବନ୍ଦୋବସ୍ତ କରିବାକୁ ପଡ଼ିବ। ସେମାନେ ଏମିତି କଥା ହୋଇ ସମସ୍ତେ ଘର ଭିତରକୁ ଗଲେ। ସେମାନେ ଘରକୁ ଯିବା ମାତ୍ରକେ ଅଚାନକ ପୂର୍ବ ଦିଗରୁ ପବନ ଆସି ସେହି ସବୁ ଅସନା ହୋଇଥିବା ପତ୍ର ସବୁକୁ ସଫା କରି ଚାଲିଗଲା। ଆଉ ଆମେ 5 ଭାଇ ଖାଦ୍ୟ ଖାଇବାକୁ ଗୋଟେ କ୍ଷେତକୁ ଯାଇଥିଲୁ। ଆଉ ଆମେ ସେଠି ଗାଜର ଖାଉଥିଲୁ। ଭାଇ, ଆମମାନଙ୍କର ବି କି ଭାଗ୍ୟ! ଆମେ ରାଜ ପରିବାରରେ ଜନ୍ମ ହୋଇ ମଧ୍ୟ ଆମକୁ ଜଙ୍ଗଲରେ ରହିବାକୁ ପଡୁଛି ଆଉ ଏସବୁ ଖାଇବାକୁ ପଡୁଛି। ହଁ, ଆମ ଭାଗ୍ୟ ତ ଖରାପ। ଆମେ କ'ଣ କରିବା? ଆମେ ଯଦି ଏସବୁ ନ ଖାଇବା ଆମେ ଭୋକରେ ମରିଯିବା। ସେଥିପାଇଁ ଏସବୁ ଖାଇବାକୁ ପଡୁଛି। ସେମାନେ କଥା ହେଉଥିବା ସମୟରେ ଜଣେ ବାବା ସେହି ରାସ୍ତା ଦେଇ ଯାଉଥିଲେ। ଆଉ ଠେକୁଆମାନଙ୍କ କଥା ଶୁଣି ପାଖକୁ ଗଲେ। ସେ ସାଧୁ ଜଣକ ସେମାନଙ୍କୁ ଦେଖି ଜାଣିପାରିଥିଲେ ସେହି 5ଟି ଠେକୁଆ ହେଉଛନ୍ତି 5 ରାଜପୁତ୍ର। ମୁଁ ତୁମମାନଙ୍କୁ ଦେଖି ଜାଣିପାରୁଛି। ତୁମେମାନେ ଠେକୁଆ ନୁହଁ, ତୁମେମାନେ ହେଉଛ 5 ରାଜପୁତ୍ର। ହେଲେ ତୁମେମାନେ ଚିନ୍ତା କର ନାହିଁ। ତୁମମାନଙ୍କ ସହ 5 ଭଉଣୀ ଜଙ୍ଗଲରେ ଦେଖାହେବେ। ତୁମେମାନେ ସେମାନଙ୍କୁ ବାହା ହେବ। ତାହେଲେ ତୁମେମାନେ ଠେକୁଆରୁ ଅତି ଶୀଘ୍ର ମନୁଷ୍ୟ ହେଇଯିବ। ଆଉ ଏତିକି କହି ସାଧୁ ବାବା ସେଠୁ ଚାଲିଗଲେ। ଆମେମାନେ ସମସ୍ତେ ସେହି ଦିନଠାରୁ ତୁମମାନଙ୍କ ଅପେକ୍ଷାରେ ଥିଲୁ।
ସେମାନେ ଏମିତି କଥା ହଉ ହଉ ବହୁତ ରାତି ହେଇଯାଇଥିଲା ଆଉ ସମସ୍ତେ ଶୋଇଗଲେ। ଆଉ ତା ପରଦିନ ସକାଳୁ ସମସ୍ତେ ନିଦରୁ ଉଠି ଯାଇଥିଲେ ଆଉ ସମସ୍ତେ ରାଜ୍ୟକୁ ଯିବାକୁ ଲାଗିଲେ। ଆଉ ଘର ବାହାର ଦେଖିବାକୁ ବହୁତ ନିର୍ମଳ ହୋଇଗଲା। ସେମାନେ ଘର ଭିତରେ ଥିଲେ ଆଉ ସେହି ସମୟରେ 5ଟି ଆଲୋକିତ ଚକ୍ର ଆସି ତଳେ ପଡ଼ିଲା ଆଉ ଏଥିରୁ 5ଟି ରଙ୍ଗ ବିରଙ୍ଗର ଠେକୁଆ ଆବିର୍ଭାବ ହେଲେ ଆଉ ସେମାନେ କଥା ହେବାକୁ ଲାଗିଲେ। ଆରେ ଭାଇ ଦେଖ, ଆମ ଘର ବାହାର ଆଜି କେତେ ନିର୍ମଳ ଲାଗୁଛି। ହଁ ବଡ଼ ଭାଇ, ମତେ ଲାଗୁଛି ଏଠାକୁ ମନୁଷ୍ୟ ଆସିଛନ୍ତି ଆଉ ଆମ ଘର ଭିତରେ ଅଛନ୍ତି। ହଁ ଭାଇମାନେ, ସେମାନେ ଆମକୁ ଦେଖିବା ଆଗରୁ ଚାଲ ଏଠାରୁ ଆମେ ଶୀଘ୍ର ପଳେଇବା। ଏହିପରି ଭାବରେ ସମସ୍ତ ଠେକୁଆ କଥାବାର୍ତ୍ତା ହୋଇ ଜଙ୍ଗଲ ଭିତରକୁ ଚାଲିଗଲେ। ସମସ୍ତେ ଘର ଭିତରକୁ ଆସି ଘରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଘର ବହୁତ ନିର୍ମଳ ଲାଗୁଥିଲା। ଘରେ ଖାଇବା ରହିବା କିଛି ବି ଅସୁବିଧା ନଥିଲା। ସବୁ ରୋଷେଇ ସାମଗ୍ରୀ ଘରେ ଥିଲା। ଲିଜା, ପୂଜା, ତୁମେମାନେ ସମସ୍ତେ ଆଉ ଚିନ୍ତା କର ନାହିଁ। ଏଇ ଘରେ ତ କିଏ ବି ନାହିଁ ଆଉ ଏହି ଘରେ ସମସ୍ତ ପ୍ରକାର ସୁବିଧା ବି ଅଛି। ହଁ ଦିଦି, ଯାହା ବି ହେଉ ଆମକୁ ସେ ସାବତ ମାଙ୍କ କବଳରୁ ରକ୍ଷା ମିଳିଲା। ସେମାନେ ଏମିତି ସବୁ କଥା ହୋଇ ସେଠି ରହିବାକୁ ଲାଗିଲେ। ଆଉ ସେପଟେ ତାଙ୍କ ସବତ ମା ବହୁତ ଖୋଜିଲା କିନ୍ତୁ ପାଇଲା ନାହିଁ ଆଉ ଘରକୁ ଫେରିଗଲା। ଆଉ ସେହି 5 ଭଉଣୀ ରହୁଥିବା ଜଙ୍ଗଲ ଆଉ ଜଙ୍ଗଲର ପଶୁ ପକ୍ଷୀ ଦେଖିବାକୁ ଅଜବ ଲାଗୁଥିଲା। ଦିଦି, ଆମେ ଏମିତି କେତେ ଦିନ ଯାଏଁ ଏଠି ଏଇ ଜଙ୍ଗଲରେ ରହିବା? ତୁମେ ମାନେ ଚିନ୍ତା କର ନାହିଁ, ଦେଖିବା ଆଗକୁ କଣ ହଉଛି। ସେମାନେ ଏହିପରି ବହୁତ କଥା ହେଲେ ଆଉ ସେତେବେଳେ ବହୁତ ସମୟ ହୋଇଯାଇଥିଲା ଆଉ ଜଙ୍ଗଲ ଅନ୍ଧକାର ହେବାକୁ ଲାଗିଲା। ସେତେବେଳେ 5ଟି ରାଜକୁମାର ଜଙ୍ଗଲ ଭିତରୁ ଆସିଲେ। ସେମାନେ ଦେଖିବାକୁ ବହୁତ ସୁନ୍ଦର ଥିଲେ। ସେମାନେ ସେହି ଘର ଭିତରକୁ ଯିବାକୁ ଲାଗିଲେ ଆଉ ସେତେବେଳେ ସେହି 5 ଭଉଣୀ ଖଟିଆରେ ଶୋଇଥିଲେ। ସେହି 5 ରାଜକୁମାର ଆସି ଦେଖିଲେ ସମସ୍ତେ ଶୋଇଥିଲେ ଆଉ ସେମାନେ ସମସ୍ତେ 5 ସୁନ୍ଦରୀ କନ୍ୟା ଦେଖିକି ମୋହିତ ହୋଇଗଲେ ଆଉ ଖଟିଆ ତଳେ ଶୋଇପଡ଼ିଲେ। ଆଉ ତା ପରଦିନ ସକାଳୁ ସମସ୍ତ 5 ଭଉଣୀ ନିଦରୁ ଉଠି ଯାଇଥିଲେ ଆଉ ଠେକୁଆମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ଦିଦି, ଏ ଦେଖ, କେତେ ସୁନ୍ଦର ଠେକୁଆ ଏଠି ଅଛନ୍ତି। ଦେଖିବାକୁ କେତେ ସୁନ୍ଦର ଲାଗୁଛି। ହେଲେ ଦିଦି, ଏମାନେ ସବୁ କେଉଁଠୁ ଆସିଲେ? ଆମେ ସମସ୍ତେ ତ ଜାଣିଛେ ଆମେ ଜଙ୍ଗଲରେ ଆସି ରହୁଛେ, ତ ସେମାନେ ବାଟ ବଣା ହୋଇ ଏଠାକୁ ଆସି ଯାଇଥିବେ। ଏହିପରି ସେମାନେ କଥା ହେବା ସମୟରେ ସମସ୍ତ 5ଟି ଠେକୁଆ ଦୌଡ଼ି ପଳାଇଲେ। ଆଉ ସେହିଦିନ ରାତ୍ରିରେ ବହୁତ ଜୋରରେ ବିଜୁଳି ସହ ବର୍ଷା ହେଉଥିଲା। ସେହି 5 ଭଉଣୀ ଘରେ ବସି କଥା ହେଉଥିଲେ। ଦିଦି, ଯଦି ଏମିତି ବର୍ଷା ହବ ଆମେ କେମିତି ରହିବା? କଣ ଖାଇବା? ତୁମେମାନେ କିଛି ଚିନ୍ତା କର ନାହିଁ, ଦେଖାଯାଉ ଆଗକୁ କଣ ହେଉଛି। ସେମାନେ ଏମିତି କଥା ହେଉଥିବା ସମୟରେ ସେହି 5ଟି ଠେକୁଆ ବର୍ଷାରେ ଦୌଡ଼ି ଦୌଡ଼ି ଘର ଭିତରକୁ ଆସିଲେ। ଆଉ ସେତେବେଳେ ରାତି ହୋଇଯାଇଥିଲା ଆଉ ସେ 5ଟି ଠେକୁଆ ଅଚାନକ 5ଟି ରାଜକୁମାରରେ ପରିଣତ ହେଲେ।
ସେମାନଙ୍କୁ ଦେଖି ସେ ପାଞ୍ଚ ଭଉଣୀ ଆଶ୍ଚର୍ଯ୍ୟ ହେଇଗଲେ। ତୁମେ ମାନେ ଭୟ କର ନାହିଁ, ଆମେ ହେଉଛୁ ରାୟପୁର ରାଜ୍ୟର 5 ରାଜପୁତ୍ର। ହେଲେ ଆପଣମାନେ ଠେକୁଆରୁ ମନୁଷ୍ୟ କେମିତି ହେଲେ? ଆମେମାନେ ଶିକାର କରୁଥିବା ସମୟରେ ଆମ 5 ଭାଇଙ୍କୁ କିଛି ଡାହାଣୀ ଦେଖିଲେ ଆଉ ବାହାବାକୁ କହିଲେ। ଆମେମାନେ ତାଙ୍କୁ ପସନ୍ଦ କରୁନଥିଲୁ, ସେଥିପାଇଁ ବାହା ହେବାକୁ ମନା କରିଦେଲୁ। ଆଉ ସେମାନେ ରାଗିଯାଇ ଆମମାନଙ୍କୁ ଠେକୁଆ ବନେଇଦେଲେ। ଆଉ ସେଠାରୁ ସେ ଡାହାଣୀ ମନେ ଚାଲିଗଲେ। ଆମେମାନେ ନିଷ୍ପତ୍ତି ନେଲୁ, ଆମେ ରାଜମହଲକୁ ଗଲେ। ଆମମାନଙ୍କୁ କିଏ ବି ଚିହ୍ନି ପାରିବେ ନାହିଁ, ସେଥିପାଇଁ ଆମେ ଏଠି ରହିବାକୁ ଲାଗିଲୁ। ଆଉ ଆମେ ରାତିରେ ମନୁଷ୍ୟ ଆଉ ଦିନରେ ଠେକୁଆ ହେଇ ରହୁଛୁ। ପାଞ୍ଚ ରାଜକୁମାର ଓ ପାଞ୍ଚ ଭଉଣୀ ବହୁ ଜଙ୍ଗଲ ରାସ୍ତା ଦେଇ ଏମିତି ବହୁ ଦୂର ଚାଲିବାକୁ ଲାଗିଲେ। ଆଉ ପାଞ୍ଚ ଭଉଣୀ ସେମାନଙ୍କ ମନରେ ଆଶଙ୍କା ରଖି ସେ 5 ରାଜକୁମାରଙ୍କ ପଛରେ ଯାଉଥିଲେ। ଏମିତି କିଛି ବାଟ ଚାଲିବା ପରେ ସେଇ ସାଧୁ ବାବା ଜଣକୁ ରାସ୍ତାରେ ଭେଟିଲେ। ଆଉ ସେଇ ସାଧୁ ଜଣକ 5 ରାଜକୁମାରକୁ ମନୁଷ୍ୟ ରୂପରେ ଦେଖି ଖୁସି ହେଇଗଲେ। ବାବା, ଆପଣ କହିଥିବା କଥା ସତ ହେଲା। ହଁ, ତୁମେ ଆଉ କେବେ ବି ଠେକୁଆ ରୂପକୁ ଆସିବ ନାହିଁ, କାରଣ ସେ 5 ଡାହାଣୀମାନଙ୍କ ଅଭିଶାପ ସମାପ୍ତ ହୋଇଯାଇଛି। କାରଣ ସେ 5 ଡାହାଣୀ ପୂର୍ବ ଜନ୍ମରେ ତୁମମାନଙ୍କ ପତ୍ନୀ ଥିଲେ। ଆଉ କିଛି କାରଣ ଯୋଗୁଁ ତୁମ 5 ଭାଇଙ୍କ ମୃତ୍ୟୁ ହୋଇଯାଇଥିଲା, ଯାହାଫଳରେ ତୁମ 5 ପତ୍ନୀ ଅତୃପ୍ତ ଆତ୍ମା ହୋଇ ଡାହାଣୀ ରୂପରେ ଘୁରି ବୁଲୁଥିଲେ। ଆଉ ତୁମେମାନେ ଏହି ରାଜ୍ୟରେ 5 ରାଜକୁମାର ଭାବରେ ପୁନର୍ଜନ୍ମ ନେଲ। ଆଉ ତୁମେମାନେ ଶିକାର କରିବାକୁ ଯାଇଥିବା ସମୟରେ ସେମାନେ ତୁମମାନଙ୍କୁ ଦେଖି ବାହାବେ ବୋଲି କହିଥିଲେ, କିନ୍ତୁ ତୁମେମାନେ ସେମାନଙ୍କୁ ଚିହ୍ନି ପାରିନଥିଲେ, କାରଣ ତୁମମାନଙ୍କର ପୂର୍ବଜନ୍ମ କଥା ମନେ ନଥିଲା। ହଁ ସାଧୁ ବାବା, ଆମେ 5 ଭାଇ ସେମାନଙ୍କୁ ଦେଖି ଡରି ଯାଇଥିଲୁ ଆଉ ବାହା ହେବାକୁ ମନା କରିଦେଇଥିଲୁ। ହଁ, ଏଥିସକାଶେ ତୁମମାନଙ୍କୁ ସେମାନେ ଅଭିଶାପ ଦେଇ ଠେକୁଆ ବନେଇ ଦେଇଥିଲେ। ଆଉ କିଛି ବର୍ଷ ତଳେ ସେଇ 5 ଡାହାଣୀ ପୁନର୍ଜନ୍ମ ନେଲେ, ଯାହାକୁ ତୁମେ ବାହା ହେବାକୁ ଯାଉଛି। ଏମାନେ 5 ଭଉଣୀ ହେଲେ ତୁମମାନଙ୍କର ପୂର୍ବଜନ୍ମର ପତ୍ନୀମାନେ। ଏତିକି କହି ସାଧୁ ବାବା ଚାଲିଗଲେ। ଆଉ 5 ରାଜକୁମାର ସାଧୁ ବାବୁଙ୍କ କଥା ଶୁଣି ଖୁସି ହେଇଯାଇଥିଲେ ଓ ସମସ୍ତେ ରାଜ୍ୟକୁ ଯିବାକୁ ଲାଗିଲେ। 5 ରାଜକୁମାର ଆଉ 5 ଭଉଣୀ ରାଜମହଲକୁ ଆସିଲେ। ରାଜା ବହୁଦିନ ପରେ ତାଙ୍କ ରାଜପୁତ୍ରମାନଙ୍କୁ ଦେଖି ବହୁତ ଖୁସି ହୋଇଗଲେ। ଆଉ 5 ଝିଅ ଆଉ 5 ଭଉଣୀକୁ ବୋହୂ ଭାବେ ଗ୍ରହଣ କଲେ। ଆଉ ସେ ଅନାଥ ଝିଅମାନଙ୍କୁ ଆଶ୍ରୟ ମିଳିଯାଇଥିଲା ଆଉ ସେମାନେ ଖୁସିରେ ରହିଲେ।